ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ଧାନ ସଂଗ୍ରହ ବର୍ଷ 2024 ଏବଂ 25 ଯାହା ଆମ ରାଜ୍ୟରେ ଖରିଫ ଧାନ ସଂଗ୍ରହ 1/11/2024 ରୁ 31/3/2025 ମଧ୍ୟରେ ହେବ। ତା ମାନେ ଆପଣ ମାନେ ଧାନ ମଣ୍ଡିରେ ଦେବାକୁ ହେଲେ ତାହେଲେ ଆପଣଙ୍କୁ 1/11/2024 ରୁ 31/3/2025 ମଧ୍ୟରେ ଦେବାକୁ ହେବ। ତେବେ ଆପଣଙ୍କୁ ବର୍ତ୍ତମାନ ଜୁଲାଇ 15 ରୁ ଅଗଷ୍ଟ 16 ମଧ୍ୟରେ ଆପଣଙ୍କୁ ଏହି ଫର୍ମକୁ ଆପଣଙ୍କର ସୋସାଇଟିରେ ନେଇ ଡିପୋଜିଟ୍ କରିବାକୁ ପଡ଼ିବ, ଯାହା ଆପଣଙ୍କୁ ଫିଲ୍ଅପ୍ କରିବେ। ଗୋଟିଏ ଫର୍ମ 2ଟି ପୃଷ୍ଠାର ଗୋଟିଏ ଆପଣଙ୍କୁ ଫର୍ମ ମିଳିବ, ଯାହା ଆପଣଙ୍କୁ ମୁଁ ଏବେ ବର୍ତ୍ତମାନ ଏଇ କେମିତି ପାଇବେ ତାହା ଆପଣଙ୍କୁ ଏବେ ଜଣେଇବି। ଆଉ କ'ଣ କ'ଣ ରହିବ ଡକୁମେଣ୍ଟ ତାହା ମଧ୍ୟ ଜଣେଇବି। ଆଉ କେମିତି କ'ଣ ଆପଣଙ୍କୁ ସବୁ ଫର୍ମ ଫିଲ୍ଅପ୍ କରିବାକୁ ପଡ଼ିବ ସେ ବିଷୟରେ ଜଣେଇବି। ନମସ୍କାର ଦର୍ଶକ ବନ୍ଧୁ, ମୁଁ ବେନୁଧର ପରିଜା ଆପଣମାନଙ୍କୁ ସ୍ୱାଗତ କରୁଛି ଆମ ଚ୍ୟାନେଲକୁ। ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଆସିଥିବେ ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଏବଂ ବେଲ୍ ଆଇକନକୁ ଅଲ୍ରେ ପ୍ରେସ୍ କରିଦେବେ। ଆପଣଙ୍କର ଯାହା ଡାଉଟ୍ ଥିବ ଆପଣମାନେ ନିଶ୍ଚିତ କମେଣ୍ଟ କରିବେ। ଯଦି ଭିଡ଼ିଓଟି ପସନ୍ଦ ଲାଗିବ ନିଶ୍ଚିତ ଗୋଟେ ଲାଇକ୍ କରିବେ। ବର୍ତ୍ତମାନ ଆମେ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବା। ଆପଣମାନେ କ'ଣ କରିବେ ନା www.foododisha.in ଏହି ୱେବସାଇଟକୁ ଯିବେ। ଆପଣମାନେ ସେଇ ୱେବସାଇଟକୁ ଗଲା ପରେ ଆପଣମାନେ ଏଇ ଫର୍ମଟି ପାଇବେ। କେମିତି ପାଇବେ ମୁଁ ଆପଣଙ୍କୁ ଆଗକୁ ଜଣେଇବି। ତା ପୂର୍ବରୁ ଆପଣଙ୍କର ରହିବ କ'ଣ କ'ଣ ନା ଆପଣମାନେ ଏଇ ଫର୍ମଟି ଯେତେବେଳେ ଫିଲ୍ଅପ୍ କରିବେ, କରିସାରିଲା ପରେ ଆପଣଙ୍କର ଆବଶ୍ୟକ ଡକୁମେଣ୍ଟ ରହିବ। ଆପଣଙ୍କର ବ୍ୟାଙ୍କ ପାସବୁକ୍ର ପ୍ରଥମ ପୃଷ୍ଠା, ଯାହା ଆପଣଙ୍କର ଆକାଉଣ୍ଟ ନମ୍ବର ଥିବ ଏବଂ ଆପଣଙ୍କର ନାଁ ଥିବ, ଆପଣଙ୍କର IFSC କୋଡ୍ ଥିବ। ସେଇ ପ୍ରଥମ ପୃଷ୍ଠାଟିକୁ ଆପଣମାନେ ଜେରକ୍ସ କରିବେ। ଜେରକ୍ସ କଲା ପରେ ଆପଣଙ୍କର ଚାଷ ଜମି ବାବଦରେ ଯେଉଁ ରହିଲା ପ୍ରମାଣପତ୍ର ବା ଅର୍ଥାତ୍ ଆପଣଙ୍କର ଜମି ପଟା ତାକୁ ମଧ୍ୟ ଜେରକ୍ସ କରିବେ। ଆଧାର କାର୍ଡର ଗୋଟେ ନକଲ ଆପଣ ଜେରକ୍ସ କରିବେ। ଯଦି ଆପଣ ଭାଗ ଚାଷ କରିଥିବେ ଆପଣଙ୍କର ସହମତି ପତ୍ର ଗୋଟିଏ ଆପଣଙ୍କୁ ଦେବାକୁ ପଡ଼ିବ। ଆପଣଙ୍କର ସେଇ ଜମି ମାଲିକଙ୍କର ସହମତି ପତ୍ର ଗୋଟିଏ ଆଣିବେ। ତା ସହିତ ତାଙ୍କର ଆଧାର କାର୍ଡର ଜେରକ୍ସ ଦେବେ। ତାଙ୍କ ମୋବାଇଲ ନମ୍ବରଟି ମଧ୍ୟ ଦେବାକୁ ପଡ଼ିବ। ବର୍ତ୍ତମାନ ଆମେ ସମ୍ପୂର୍ଣ୍ଣ ଜାଣିବା ଯେ ଆମେ କେମିତି କ'ଣ ସମ୍ପୂର୍ଣ୍ଣ ଏହି ଫର୍ମଟି ପାଇବା। ଯଦି ଆପଣ ଜାଣି ନ ପାରିବେ, ନ ଆସିପାରିବେ, ଏ ୱେବସାଇଟରେ ଆପଣ ନ ପାଇପାରିବେ, ତେବେ ମୁଁ ଆପଣଙ୍କୁ ଏହି ଭିଡ଼ିଓର ଡିସ୍କ୍ରିପସନରେ ଗୋଟିଏ ଫର୍ମ ଦେବି। ଆପଣମାନେ ସେଇ ଫର୍ମକୁ ଡାଉନଲୋଡ୍ କରିବେ। କେମିତି ତାକୁ ଫିଲ୍ଅପ୍ କରିବେ ସମ୍ପୂର୍ଣ୍ଣ ଭିଡ଼ିଓକୁ ଦେଖନ୍ତୁ। ମୁଁ ବର୍ତ୍ତମାନ ଆପଣଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଦେଖେଇବି ଆପଣମାନେ କେମିତି ସେ ଫର୍ମ ଫିଲ୍ଅପ୍ କରିବେ। ଅତି ସହଜରେ ଆପଣମାନେ ଫିଲ୍ଅପ୍ କରିପାରିବେ, କୌଣସି ସମସ୍ୟା ନାହିଁ। ତେବେ ସମ୍ପୂର୍ଣ୍ଣ ଭିଡ଼ିଓକୁ ଦେଖନ୍ତୁ। ବର୍ତ୍ତମାନ ମୁଁ ଆପଣଙ୍କୁ ଯେଉଁ ୱେବସାଇଟଟି କହିଲି www.foododisha.in ଏହି ୱେବସାଇଟକୁ ଆସିଲା ପରେ ଆପଣମାନେ ଦେଖନ୍ତୁ ଫାର୍ମର ରେଜିଷ୍ଟ୍ରେସନ ଫର୍ମ ଯେଉଁ ରହିଛି ଏଠି ଆପଣମାନେ କ୍ଲିକ୍ କରିବେ। ଯେହେତୁ ମୁଁ ବର୍ତ୍ତମାନ କ୍ଲିକ୍ କରିକି ଆପଣଙ୍କୁ ଦେଖେଇବି, ଯାହା ଆପଣମାନେ ଦେଖିପାରିବେ। ଯଦି ଆପଣ ଜାଣି ନ ପାରିବେ ନ ପାଇବେ ତେବେ ଆପଣମାନଙ୍କୁ ସେଇ ଭିଡ଼ିଓର ଡିସ୍କ୍ରିପସନରେ ଗୋଟିଏ ରହିବ, ଆପଣ ସେଇ ଡିସ୍କ୍ରିପସନ ଯାଇ ଆପଣମାନେ ସେ ଫର୍ମଟି ଆପଣମାନେ ଡାଉନଲୋଡ୍ କରିପାରିବେ। ଦେଖନ୍ତୁ ପ୍ରଥମେ ରହିବ ଆପଣଙ୍କ ଏଇ ଫର୍ମରେ ଚାଷୀଙ୍କ ବିବରଣୀ। ମୁଁ ଆପଣଙ୍କୁ ଦେଖାଉଛି। ଏରେ ରହିଲା ଚାଷୀଙ୍କ ବିବରଣୀ। ଆପଣ ଏଠି ଆପଣଙ୍କର ଏରେ ଆପଣଙ୍କ ଜିଲ୍ଲାର ନାମ ରହିବ, ଆପଣ ଜିଲ୍ଲାର ନାଁ ଦେଇଦେବେ। ଦୁଇରେ ରହିଲା ଆପଣଙ୍କର ତହସିଲ, ତାପରେ ଆପଣଙ୍କର ଏଠି ବ୍ଲକ ବା ସହରାଞ୍ଚଳ। ଯଦି ସହରାଞ୍ଚଳ ହେଇଥିବେ ଆପଣଙ୍କର ସହରାଞ୍ଚଳ ଦେବେ, ଯଦି ଗ୍ରାମାଞ୍ଚଳ ହେଇଥିବ ବ୍ଲକ ନାଁ ଦେବେ, ଆପଣ ଏଇଭଳି ଦେବେ। 4 ନମ୍ବର ଆପଣଙ୍କର ପଞ୍ଚାୟତ, ଆପଣଙ୍କର 5 ନମ୍ବର ଗ୍ରାମ, ତାପରେ 6 ନମ୍ବର ରହିଲା ଆପଣଙ୍କର ପିନକୋଡ୍। ଆପଣ ଯେଉଁ ପିନକୋଡ୍ଟି ରହିଛି ଏଠି 6ଟିକା ବକ୍ସ ଭିତରେ ଲେଖିଦେବେ। ତାପରେ ଆପଣଙ୍କର ଯେଉଁ 7 ନମ୍ବର ରହିଲା ଆପଣଙ୍କ ନାଁ। ଯଦି ଆପଣ ଚାଷ ନିଜ ନାଁରେ ଜମି ଥାଏ ତେବେ ଆପଣଙ୍କର ନିଜ ନାଁ ତ ଲେଖିବେ, ଆଉ ଏଠି କିଛି ଆବଶ୍ୟକ ନାହିଁ ଲେଖିବାର। 8 ନମ୍ବରରେ ଯଦି ଆପଣ ବାପାଙ୍କ ନାଁରେ ଜମି ଥାଏ, ଆପଣ ଚାଷ କରୁଛନ୍ତି, ଆପଣ ନାଁ ଲେଖିଲା ପରେ ଏ ବକ୍ସରେ ଆପଣଙ୍କର ବାପାଙ୍କ ନାଁ ବା ପିତା ଏଠି ଇଏ କରିବେ। ତାପରେ 9 ନମ୍ବର ରହିଲା ପରିବାର ସଦସ୍ୟଙ୍କ ସଂଖ୍ୟା ଦେବେ। 10 ନମ୍ବର ରହିଲା ଆପଣଙ୍କ ସମ୍ପର୍କୀୟଙ୍କ ନାମ। ଯେଉଁ ଯେମିତି କହିଲି କି ଆପଣଙ୍କ ବାପାଙ୍କ ନାଁ ଯଦି ଜମି ଥାଏ, ଆପଣ ଚାଷ କରୁଛନ୍ତି, ତାଙ୍କ ସମ୍ପର୍କୀୟ ବା କ'ଣ ହେବେ ତାଙ୍କ ନାଁ ମଧ୍ୟ ଏଠି ଦେବେ। ମୋବାଇଲ ନମ୍ବରଟି, ଯାହା ଆପଣଙ୍କ ମୋବାଇଲ ନମ୍ବରରେ OTP ଆସିବ ବା ଆପଣଙ୍କ ମୋବାଇଲ କି ମେସେଜ ଆସିବ 1/11/2024 ରୁ ଆପଣଙ୍କର 31/3/2025 ମଧ୍ୟରେ ଆପଣ କେବେ ଧାନ ଦେବେ ତାହା ଆପଣ ଏଇଠି ଆପଣ ଜଣେଇବେ ଯେ ଆମେ ବା ଆପଣ କୋଉ ଦିନ ଧାନ ଦେବାକୁ ଚାହୁଁଛନ୍ତି। ସେଇ ଦିନ ଆପଣଙ୍କ ମେସେଜ ଆସିବ ସେଇ ଟାଇମ ମଧ୍ୟରେ। ତେଣୁ ଆପଣଙ୍କୁ ସେଇ ମୋବାଇଲ ନମ୍ବରଟି ଦେବେ ଯେଉଁ ମୋବାଇଲ ନମ୍ବର ଆପଣଙ୍କର ରିଚାର୍ଜ ରହୁଥିବ ସେ ମୋବାଇଲରେ ମେସେଜ ଆସିବ। ତେଣୁ ଆପଣ ଏଠି ଆପଣଙ୍କ ମୋବାଇଲ ନମ୍ବରଟି ଦେବେ। ଯଦି ଆପଣଙ୍କର ନାହିଁ ଆପଣଙ୍କ ପରିବାରର କାହାରି ମୋବାଇଲ ନମ୍ବର ବି ଦେବେ, ଯାହା ମୋବାଇଲ କି ବ୍ୟବହାର କରୁଛନ୍ତି ସେଇ ମୋବାଇଲ ନମ୍ବରଟି ଦେବେ, ଯେହେତୁ ଆପଣଙ୍କୁ ମେସେଜ ଆସିବ। ଦେଖନ୍ତୁ ତାପରେ ରହିଲା ଆପଣଙ୍କର 11 ନମ୍ବର ପରେ ଆପଣଙ୍କର 12 ନମ୍ବର ରହିଲା ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ଦେବେ। ଏଠି 12 ନମ୍ବର ଆପଣଙ୍କର ବ୍ୟାଙ୍କର ନାଁ ଦେବେ। ଆପଣଙ୍କର ଯେଉଁ ବ୍ୟାଙ୍କ ଆକାଉଣ୍ଟ ରହିଛି, ଆପଣ SBI ହଉ କି ଆପଣଙ୍କର ଇଣ୍ଡିଆନ ବ୍ୟାଙ୍କ ହଉ କି ଆପଣଙ୍କର ଯେକୌଣସି ହଉ ବ୍ୟାଙ୍କ, ଆପଣ ସେ ବ୍ୟାଙ୍କର ଆକାଉଣ୍ଟରୁ
ବ୍ୟାଙ୍କର ନାଁ ଦେବେ, ତାପରେ ଆପଣଙ୍କର ଶାଖାର ନାଁ, ଯୋଉ ଶାଖାରେ ଆପଣ ଆକାଉଣ୍ଟ ଖୋଲିଛନ୍ତି ସେଇ ଶାଖାର ନାଁ ଦେବେ, ଜମା ଖାତାଙ୍କ ନମ୍ବର, ଆପଣଙ୍କର ଆକାଉଣ୍ଟ ନମ୍ବରଟି ସମ୍ପୂର୍ଣ୍ଣ ଭାବରେ ଲେଖିବେ ବକ୍ସ ଭିତରେ, IFSC କୋଡ୍, ଯାହା ଆପଣଙ୍କର IFSC କୋଡ୍ ସେଇ ପାସବୁକରେ ସବୁ ରହିଛି, ଆପଣ ମାନେ ଗୋଟି ଗୋଟିକି ତାକୁ ନିର୍ଭୁଲ ଭାବରେ ଦେବେ। ଯଦି ଭୁଲ କରୁଛନ୍ତି ତାହେଲେ ଆପଣଙ୍କର ବହୁତ ପ୍ରୋବ୍ଲେମ ହବ, ତାପରେ ସମସ୍ୟା ହବ, ଆପଣ ସମାଧାନ କରିବାକୁ ଜଟିଳ ହବ, ହେଇ ନପାରେ। ତାପରେ ଆପଣଙ୍କର 16 ନମ୍ବର ରହିଲା KMS ବର୍ଷ, ଆପଣଙ୍କର ଯୋଉ ଧାନ କରି ଦେବେ ସେଇ ଧାନର ବର୍ଷ କେତେ, କୋଉ ବର୍ଷ, 24 ଏବଂ 25। ଏଠି ଆପଣ ଲେଖିବେ 24, ଏଠି ଆପଣ ଲେଖିବେ 25। ଏଇ ଯୋଉ ଭଳିଆ ଗାର ରହିଛି ଆକୁ ଇଏ ଯାହା ରହିଲେ ଗାର ଏପଟେ ରହିବ 25, ଏପଟେ ରହିବ 24। ତାପରେ ଆପଣଙ୍କର ଏପଟେ ଦେଖନ୍ତୁ, ଏଠି ଆପଣଙ୍କର ରବି ଫସଲ, ଖରିଫ ଫସଲ, ଆପଣ ମାନେ ଏଠି ଖରିଫ ଫସଲ ଧାନ ଦେବେ, ତେଣୁ ଖରିଫ ଫସଲ ବକ୍ସରେ ଠିକ୍ ମାରିବେ। ତାପରେ ଏଠି 18 ନମ୍ବର ହେଲା ଆପଣଙ୍କର ଆଧାର ନମ୍ବର, ଏଠି ଆପଣଙ୍କର ଆଧାର ନମ୍ବରଟି ଏ ବକ୍ସ ମଧ୍ୟ ରଖିବେ। 20ରେ ଆପଣଙ୍କର ରହିଲା ଆପଣ ଯୋଉ ପୁରୁଷ ମହିଳା ଆପଣ ମାନେ ଯାହା ଲେଖିବା କଥା ଲେଖିଦେବେ। ତାପରେ ଆପଣଙ୍କର ଧାନ ଏପଟେ ରହିଲା 21 ନମ୍ବରକୁ ଯିବା, 20 ଗଲା 21, ମଣ୍ଡିରୁ ଧାନ ଆଣିବାର ସମ୍ଭାବିତ ସମୟ, ଆପଣ କୋଉ ମାସରେ ଧାନ ମଣ୍ଡିକୁ ନେବେ ତାହା ଏଠି ଲେଖିବେ, ମାସର ନାଁ ଦେବେ। ଏଠି ଦେଖନ୍ତୁ ମାସର ନାଁ ଲେଖିଲେ, ତାପରେ ଆପଣ କୋଉ ମାସରେ ଦେବେ, ନଭେମ୍ବର, ଆମର ନଭେମ୍ବର 1ରୁ ଷ୍ଟାର୍ଟ ରହୁଛି, ନଭେମ୍ବରରୁ ଆମର ମାର୍ଚ୍ଚ ମାସ 31 ଲାଷ୍ଟ, ତେଣୁ ଆପଣ ସେଇ ମାସ ଭିତରେ କୋଉ ମାସରେ ଧାନ ଦେବେ ସେଇ ମାସର ନାଁକୁ ଆପଣ ଏଠି ଲେଖିବେ, ପ୍ରଥମ ପକ୍ଷ ବା ଦ୍ୱିତୀୟ ପକ୍ଷ, ତେଣୁ ଆପଣ ଡିସେମ୍ବର ପରେ ହେଲେ ଦ୍ୱିତୀୟ ପକ୍ଷ, ଡିସେମ୍ବର ଭିତରେ ହେଲେ ପ୍ରଥମ ପକ୍ଷ ଦେଇ ସାରିଲା ପରେ ଆପଣଙ୍କର 21 ସରିଗଲା। ତାପରେ ଆମେ ଯିବା 22, ଧାନ ବିକ୍ରୟ କରିବା କେନ୍ଦ୍ରର ନାମ, ଆପଣ ଯୋଉ ମଣ୍ଡିରେ ଧାନ ଦେବେ ସେଇ ମଣ୍ଡିର ନାଁକୁ ଏଠି ଲେଖିବେ। ଆପଣ ଲେଖି ସାରିଲା ପରେ ତାପରେ ରହିଲା 23A, 23Aରେ ଆମର କଣ ଦେଖନ୍ତୁ ରହିଛି, 23Aରେ ରହିଛି ଲିଫ୍ଟ, ଆପଣ ମାନେ କୋଉ ପ୍ରକାର ବ୍ୟବସ୍ଥାରେ ଆପଣ ମାନେ ଚାଷ କରୁଛନ୍ତି, ଲିଫ୍ଟ ବା ବୋରୱେଲ, ଆପଣ ମାନେ ଯୋଉ କେନାଲ ଜଳସେଚିତ ବା ରେ ଆପଣ ଚାଷ କରୁଛନ୍ତି କିମ୍ବା ଆପଣ ବୋରୱେଲରେ ଚାଷ କରୁଛନ୍ତି, ତେଣୁ ଆପଣ ଯାହା ଯୋଉ ପ୍ରକାର କରୁଛନ୍ତି ଆପଣ ଏଠି ସେଇ ପ୍ରକାର ଘରେ ଗୋଟିଏ ସିଲେକ୍ଟ କରିବେ। ଯଦି ଆପଣ ଦିଟା ଆଗ କରୁଛନ୍ତି ତେବେ ଦିଟା ଆଗ ମଧ୍ୟ ଲେଖିପାରିବେ, କିଛି ଅସୁବିଧା ନାହିଁ। ତାପରେ ରହିଲା ଆପଣଙ୍କର ଏଠି ଚାଷ ହେଉଥିବା ଜମିର ବିବରଣୀ, ଏଠି ବିରେ ରହିଲା ଚାଷ ହେଉଥିବା ଜମିର ବିବରଣୀ, ଯାହା ଆପଣଙ୍କର ତହସିଲ 1ରେ ଦେଖନ୍ତୁ, ଆପଣ 1ରେ ଆପଣଙ୍କର ତହସିଲର ଯୋଉ ତହସିଲ ଆପଣଙ୍କର ରହିଛି ସେ ତହସିଲକୁ ଲେଖିବେ। ରେଭିନ୍ୟୁ ସର୍କଲ, ଆପଣଙ୍କର ସବୁ ଜମି ପଟାର ଲେଖା ରହିଛି, ଆପଣ ମାନେ ଦେଖିକି ଗୋଟି ଗୋଟିକି ଲେଖିବେ। ରେଭିନ୍ୟୁ ସର୍କଲ, ଆପଣ ରେଭିନ୍ୟୁ ସର୍କଲ ଯୋଉ ରେଭିନ୍ୟୁରେ ଆପଣଙ୍କର ଯାଉଛି ସର୍କଲ ଏରିଆ ଭିତରେ ତାକୁ ଲେଖିବେ। ଗ୍ରାମ ବା ମୌଜା, ଆପଣଙ୍କର ଯାହା ନିଜର ଗ୍ରାମ ତାକୁ ଲେଖିବେ। ତାପରେ ଖାତାର ନମ୍ବର, ଆପଣଙ୍କ ସେଇ ଜମି ପଟାରେ ରହିଛି ଖାତାର ନମ୍ବର, ପ୍ଲଟର ନମ୍ବର ଏଠି ରହିଛି, ଯେତେ ଗୁଡ଼ିଏ ପ୍ଲଟ ଥିବ ଗୋଟି ଗୋଟିକି ଆପଣ ଲେଖିବେ। ତାପରେ ଜମି ମାଲିକ ଖାତାରଙ୍କ ନାମ, ଯାହାଙ୍କ ନାଁରେ ଜମି ଅଛି ତାଙ୍କ ନାଁ ଲେଖିବେ। ଆପଣଙ୍କ ନିଜ ବାପାଙ୍କ ନାଁରେ ହଉ ବା ଆପଣଙ୍କର କାହାରି ନାଁରେ ବି ହଉ ତାଙ୍କ ନାଁକୁ ଲେଖିବେ। ଯଦି ଆପଣ ଭାଗ ଚାଷ କରିବେ ତାକୁ ଆଗକୁ ମୁଁ କହିବି କେମିତି କଣ ଲେଖିବାକୁ ପଡ଼ିବ। ତାପରେ ସେଠି ଜମି ମାଲିକଙ୍କର ସମ୍ପର୍କ, ଯେମିତି ମୁଁ ଆଗରୁ ଆପଣଙ୍କୁ କହିଥିଲି ବାପାଙ୍କ ନାଁ ଥିଲେ ଆପଣଙ୍କର ନାଁ ହେଲା, ଯଦି ଆପଣ ଚାଷ କରୁଛନ୍ତି ତାହେଲେ ଆପଣ ଲେଖିବେ ପୁଅ କି ଝିଅ କି ସ୍ୱାମୀ ସ୍ତ୍ରୀ କଣ ଯାହା ଅଛି ଆପଣ ଲେଖିବେ। ତାପରେ ଭାଗ ଚାଷ କରୁଥିବେ ଯଦି ଆପଣଙ୍କର ସହମତି ପତ୍ର ଆଣିଛନ୍ତି କି ନାହିଁ, ତାହେଲେ ଏଠି ହଁ ନାହିଁ ଆପଣ ଲେଖିବେ। ଯଦି ହଁ କରିବେ ତାହେଲେ ଏଠି ଆପଣଙ୍କ ଜମି ମାଲିକଙ୍କ ନାମ ଦେବେ, ତା ସହିତ ଆପଣଙ୍କର ଜମି ମାଲିକଙ୍କର ଆଧାର ନମ୍ବର, ଏଠି ଆଧାର ନମ୍ବର ଦେବେ, ଜମି ମାଲିକଙ୍କର ମୋବାଇଲ ନମ୍ବରଟି ଦେବେ। ତାପରେ ସେଇ ଜମି ଯୋଉ କରୁଛନ୍ତି ତାର ପରିମାଣ ଏକର ହିସାବରେ ପଟା ଅନୁଯାୟୀ କଣ ରହିଛି, ଚାଷ ହେଉଥିବା ଜମି କଣ ରହିଛି, ତାପରେ କିସମ କଣ କିସମ ରହିବ, ଜଳସେଚିତ ଯୋଉ ଉତ୍ସ ରହିଛି ଆପଣ ମାନଙ୍କୁ ଯୋଉ କହିଲି କେନାଲ, ଲିଫ୍ଟ ବା ବୋରୱେଲ କଣ କୋଉ ପ୍ରକାର ଆପଣ ଚାଷ କରୁଛନ୍ତି ତାକୁ ମଧ୍ୟ ଏଠି ଲେଖିବେ। ଯଦି ସେଇଭଳି ପୁଣି 1 ନମ୍ବର ଲେଖିଲେ 2 ନମ୍ବର ମଧ୍ୟ ସେମିତି ଲେଖିବେ, 3 ନମ୍ବର ବି ଲେଖିବେ। ଯଦି ଆପଣଙ୍କର ଜମି ସେଇଭଳି ଅଧିକ ଆପଣ ଚାଷ କରୁଛନ୍ତି ସବୁ ଗୋଟିଏ ଗୋଟିଏ ପ୍ଲଟ ନମ୍ବର ପକେଇବେ। ସେଇଭଳି ଜମି ମାଲିକଙ୍କ ନାଁ, ଯଦି ଆପଣ ନିଜ ଜମି ହେଇଥିବ ତାହେଲେ କିଛି ନାଁ କାହାର ଦରକାର ନାହିଁ, ଆପଣଙ୍କ ନିଜ ନାଁକୁ ରଖିବେ। ତାପରେ ରହିଲା ଯଦି ଅଧିକ ଜମି ଚାଷ କରୁଥିବେ ତେବେ ଆପଣଙ୍କ ପୁଣି ସେଇଭଳି ତହସିଲ ନମ୍ବର, ରେଭିନ୍ୟୁ ସର୍କଲ, ଗ୍ରାମ ମୌଜା ବା ଆପଣଙ୍କର ଖାତା ନମ୍ବର, ପ୍ଲଟ ନମ୍ବର, ଜମି ମାଲିକଙ୍କ ଖାତାଦାରଙ୍କ ନାମ, ଏଇଭଳି ଆପଣ ମାନେ ସବୁ ଲେଖିବେ। ଯଦି ଆପଣଙ୍କର ଅଧିକ ଜମି ଚାଷ କରୁଥିବେ ସେଇଭଳି ଦେଖନ୍ତୁ, ଯଦି ଭାଗ ଅଧିକ କରୁଥାନ୍ତି ତେବେ ଏଠି ସେଇ ଆପଣଙ୍କର ସହମତି ପତ୍ର ଗୋଟିଏ ଆପଣଙ୍କର ହଁ ନାହିଁ, ଆପଣ ଏଠି ହଁ କି ନାହିଁ ଲେଖିବେ। ତାପରେ ଜମି ମାଲିକଙ୍କର ନାମ, ତାପରେ ସେଇଭଳି ତାଙ୍କ ଆଧାର ନମ୍ବର, ତାଙ୍କର ଗୋଟିଏ ମୋବାଇଲ ନମ୍ବର ଦେବେ, ପରିମାଣ ଜମିର ଲେଖିବେ। ତାପରେ ସେଇଭଳି ଏସବୁ ଲେଖି ସାରିଲା ପରେ ଏଇ ଫର୍ମ ନେଇ ଆପଣଙ୍କର ସୋସାଇଟିରେ ଆପଣ ନେଇ ଡିପୋଜିଟ୍ କରିବେ। ଆପଣଙ୍କର ଏଠି ଆପଣଙ୍କର ଆଧାର ନମ୍ବରଟି ଦେବେ। ତାପରେ ଏଇ ଆଧାର ନମ୍ବରଟି ଏଠି ଲେଖିଲା ପରେ ସିଏ ତାଙ୍କର ଅଫିସ ବାଲା ତାକୁ ସିଗ୍ନେଚର କରିବେ, ଆଉ ଅଫିସ ବାଲା ତାକୁ ଭେରିଫାଏ କରିବେ। କଲା ପରେ ସେ ତାଙ୍କର ଡିପୋଜିଟ୍ ଅନଲାଇନରେ କରିଦେବେ। ଆପଣଙ୍କର ଏତିକି ହେଉଛି ଆପଣଙ୍କର କାମ। ତେଣୁ ଆପଣମାନେ ଏହାକୁ କରିବେ। ଏଇ ଫର୍ମକୁ ମୁଁ ଆପଣଙ୍କୁ ଏଇ ଭିଡ଼ିଓର ଡିସ୍କ୍ରିପସନ୍ ଦେଇଦେବି, ଆପଣମାନେ ନେଇଯିବେ। ଆପଣଙ୍କର ଏଠି ସମ୍ପୂର୍ଣ୍ଣ
ଲେଖିନେବେ। ଯୋଉଦିନ ଦେବେ ଆପଣ ଏଠି ଡେଟ୍ ବି ପକେଇ ପାରିବେ, କିଛି ଅସୁବିଧା ନାହିଁ, ଆପଣ ଡେଟ୍ ପକେଇଦେବେ। ତେଣୁ ଆପଣଙ୍କୁ ଏଇ ଅଗଷ୍ଟ 16 ମଧ୍ୟରେ ଏଇ ଫର୍ମକୁ ନେଇ ଆପଣ ଯଥାଶୀଘ୍ର ଡିପୋଜିଟ୍ କରିବାର ଅଛି। ତେଣୁ ମୁଁ ଆଶା କରୁଛି କି ଆପଣମାନଙ୍କୁ ଏଇ ଭିଡ଼ିଓଟି ନିଶ୍ଚିନ୍ତ ହେଲ୍ପଫୁଲ୍ ହେବ। ଯଦି ଆପଣଙ୍କର କିଛି ଡାଉଟ୍ ଥାଏ ତ ଆପଣ ନିଶ୍ଚିନ୍ତ କମେଣ୍ଟ କରିବେ। ବର୍ତ୍ତମାନ ପାଇଁ ମୁଁ ବିଦାୟ ନେଉଛି, ପୁଣି ଦେଖା ହେବ କିଛି ନୂଆ ଭିଡ଼ିଓ ଏବଂ ନୂଆ ଟପିକ୍ ସହିତ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।